ହ୍ୟାଲୋ, ୱେଲକମ୍ ବ୍ୟାକ୍ ଟୁ ମାଇ ବ୍ଲଗ୍ସ। ମୁଇଁ ଆପଣମାନଙ୍କ ପ୍ୟାରା ରାହୁଲ ଏଟା ଆଦିବାସୀ ଦିବସ ପାଳନ କରୁଛନ୍ ଆମର ସଇଁତଲା ଠାରେ। ଆଉ ଏନେ ଦେଖ୍ବାର୍ ଲାଗି ପାଉଥିବ କି ଅନେକ ପ୍ରକାର ଲୋକ ଇନେ ଆଇସନ୍, ଅନେକ ଆଡ଼ୁ ଆଇସନ୍। ଇନେ ବୁଢ଼ା ବୁଢ଼ୀ ଛୁଆ ପୁତା ସବୁ ଲୋକ ଆଇସନ୍। ଅନେକ ପ୍ରକାର ଅସ୍ତ୍ର ଶସ୍ତ୍ର ଦେଖ୍ବାକେ ମିଲୁଛେ। ଆଉ ସବକର୍ ମନ ଭିତରେ ମାନେ ବହୁତ ଖୁସି ଲାଗୁଛେ। ସେମାନେ ନିଜର ଆଦିବାସୀ ହେବାଟା ପ୍ରମାଣ କରୁଛନ୍। ନିଜେ ଅସ୍ତ୍ର ଶସ୍ତ୍ର ଧରିକରି ଅନେକ ରୂପ ରଙ୍ଗରେ ଆସିଛନ୍। ଆଉ ଆମ ସଇଁତଲାର ପଡ଼ିଆରେ ସବୁ ପ୍ରକାର ଜାତି ଲୋକ ଆଇସଛନ୍। ମାନେ ମେନଲି ଆଦିବାସୀ ଲୋକମାନେ ଆଇସଛନ୍। ଏନେ ପୁଅ ଝିଅ ବୁଢ଼ା ବୁଢ଼ୀ ଛୁଆ ପିଲା ସମସ୍ତେ ଆଇଛନ୍। ଆରୁ ଦେଖିପାରୁଥିବ କେନ୍ତା ଢୋଲ ଲିସାନ ବଜଉଛନ୍। ଅନେକ ପ୍ରକାର ନାଚ ଗୀତ କରୁଛନ୍। ଆଉ ଅନେକ ପ୍ରକାର ରୂପ ରଙ୍ଗରେ ଅଛନ୍। ଯେନ୍ ହିସାବରେ ନାଚୁଛନ୍, ଯେନ୍ ହିସାବରେ ଅସ୍ତ୍ର ଶସ୍ତ୍ର ବୁଲଉଛନ୍, ଦେଖିକରି ଡରିଯିବରେ ପିଲେ ଖତରା ହିସାବରେ କରୁଛନ୍। ଏତେ ଲୋକ ଖାଲି ଆଇସନ୍, ଅତି କମରେ 1000 ଉପରେ ତ ହେଇଥିବେ। ଆଉ ଇନେ ଆମର ମୁଖ୍ୟ ଅତିଥି ହିସାବରେ ସୁରେନ୍ଦ୍ର ଆଜ୍ଞା ବି ଆସିଥିଲେ। ଆଉ ଏଇ ରେଲିଟା ଆମର ସଇଁତଲା ଚଣ୍ଡୀ ମନ୍ଦିର ଠାରୁ ଆରମ୍ଭ କରି ସଇଁତଲାର ଗଲି ଖଲି ସବୁଆଡ଼େ ବୁଲା କିନ୍ଦ୍ରା କରୁଛନ୍। ଆଉ ଦେଖ୍ବାକେ ବହୁତ ଖୁସି ଲାଗୁଛେ। ଅନେକ ଲୋକମାନେ ଆସିଥିଲେ, ବହୁତ ଭିଡ଼ ହଉଥିଲା। ଇନେ ଖାଇବାର୍ ଲାଗି ପିଇବାର୍ ଲାଗି ସବୁ ପ୍ରକାର ସୁବିଧା ଦିଆ ହେଇଥିଲା। ଏଟା ଗୋଟେ ମା ମାନେ ଆଇସନ୍, ଏଟା ଗୋଟେ ଟିମ୍ ଆଇସଚନ୍। ଦେଖିପାରୁଛ କେନ୍ତା ନଚା ଡାକା କରୁଛନ୍ କେ। କି ପ୍ରକାର ରଙ୍ଗ, କି ପ୍ରକାର ରୂପ, ଅନେକ ପ୍ରକାର ନାଚ ଦେଖ୍ବାର୍ ଲାଗି ମିଲୁଛେ। ଦେହି ମାନକେ ତମେ ଦେଖିପାରୁଥିବ ସିନ୍ଦୁର ଦେହ ସାରା ଲଗେଇଛନ୍। ଆଉ ଅଣ୍ଟାରେ ଛାଲି ମାନେ ଗଛର ପତ୍ରଟା ପିନ୍ଧିଛନ୍। ଆଉ ବହୁତ ବଢ଼ିଆ ଦେଖାଯାଉଛେ। ନାଚବାର୍ ଲାଗି ବି ଭଲ୍ ଲାଗୁଛେ। ତ ସମସ୍ତେ ଏନେ ନାଚୁଛନ୍, ଡେଗୁଛନ୍ ଆଉ ଏନ୍ଜୟ ବି କରୁଛନ୍। ତ ଏନ୍ତା ଖୁସି ବହୁତ କମ୍ ଦେଖ୍ବାକେ ମିଲ୍ସି। ଯେନ୍ଟାକି ବର୍ଷକେ ଥରେ ମିଲ୍ସି। ଆଉ ବର୍ଷକ ଥରେ ଏଟା ଆଦିବାସୀ ଦିବସ ହେସି ଆମର୍ ସଇଁତଲାରେ। ଏଟା ଆମର ସୁରେନ୍ଦ୍ର ଆଜ୍ଞାଙ୍କର ପୁଅ ଯେ ମୁଖ୍ୟ ଅତିଥି ହିସାବରେ ଆଇସଛନ୍। ଆଉ ବହୁତ ଖୁସି ଲାଗୁଛେ ସେ ବି ଇ ରେଲିରେ ସାମିଲ ହେଇଛନ୍। ବହୁତ ବହୁତ ଖୁସି ଲାଗୁଛି। ଏ ଦେଖିପାରୁଥିବ ଅନେକ ଜ୍ଞାନୀ ବ୍ୟକ୍ତିମାନେ ବି ଆଇସଛନ୍। ଅନେକ ଭଦ୍ର ବ୍ୟକ୍ତିମାନେ ଆଇଛନ୍। ଆଦିବାସୀ ଦିବସର କେ ହସ ଖୁସିରେ ସେମାନେ ଶାନ୍ତି ଶୃଙ୍ଖଳାରେ କେନ୍ତା ପାଳନ କରୁଛନ୍।